आज ମୁଁ ବନେଇବି मलाई लस्सी। ଏଇଟା ବନେଇବା ବହୁତ ସହଜ ଆଉ 5 ମିନିଟ୍ରେ ତିଆରି ହୋଇଯିବ। ଆପଣମାନେ ଖରା ଦିନେ ଗରମ ଦିନରେ ମାର୍କେଟର କିଣିକି ଲସ୍ସି ଖାଉଛନ୍ତି, ଆପଣଙ୍କୁ ମାର୍କେଟର କିଣିକି ଖାଇବା ଆବଶ୍ୟକ ପଡ଼ିବନି। ଘରୋଇ ସାମଗ୍ରୀରେ ଆପଣମାନେ ଲସ୍ସି ବନେଇକି ଖାଇପାରିବେ, ଆଉ ସେଇଟା ଦେହ ପାଇଁ ବହୁତ ହେଲ୍ଦି ରହିବ। ଆଉ ଆପଣମାନେ ଫ୍ରେଶ୍ ଦହିର ହିଁ ଏଇଟା ବନେଇ ପାରିବେ, ବେଶୀ ଖଟା ଦହି ନେବେନି। ତ କେମିତି ମୁଁ ଲସ୍ସି ବନଉଛି ଆପଣମାନେ ଦେଖି ନିଅନ୍ତୁ, ଆଉ ବହୁତ କମ ସମୟ ଭିତରେ ଏଇଟା ତିଆରି ହେଇଯିବ। ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏଁ ଦେଖିବା ପାଇଁ ଆପଣମାନଙ୍କୁ ଅନୁରୋଧ ରହିଲା, ମଝିରୁ ଜମା ବି ସ୍କିପ୍ କରିବେ ନାହିଁ। ଆଉ ଚ୍ୟାନେଲରେ ନୂଆ ହେଇଥିଲେ ନିହାତି ସବସ୍କ୍ରାଇବ୍ କରିଦେବେ, ଆଉ ମୋର ଫେସବୁକ୍ ପେଜକୁ ଫଲୋ କରିଦେବେ। ତ ଆସନ୍ତୁ ଏବେ ଆମେ ଆରମ୍ଭ କରିବା। ଏବେ ଲକ୍ଷ୍ୟ କରନ୍ତୁ, ପ୍ରଥମେ ଆମେ ଦହି ନେବା। ଏଇ ଦହିଟା ମୁଁ ଘରେ ବନେଇଥିଲି, ବସା ଦହି, ଫ୍ରେଶ୍ ଦହି। ଆପଣମାନେ ଫ୍ରେଶ୍ ଦହି ହିଁ ନେବେ, ଆଉ ଖଟା ଦହି ନେବେ ନାହିଁ। ଦେଖନ୍ତୁ ମୁଁ 2 ଗ୍ଲାସ୍ ମାପରେ ବନେଇବି, ସେଥିପାଇଁ ମୁଁ ଦହି ନେଉଛି। ଆଉ ପୁରା ବସିକି ରହିଛି ଦହି, ଏମିତି ବସା ଦହି ହିଁ ନେବେ। ତାପରେ ଆପଣମାନେ ଆଇସ୍ ନେବେ, 6-7 ପିସ୍ ଆଇସ୍ ନେବେ। ତାପରେ ଚିନି ଟେଷ୍ଟ ଆକର୍ଡ଼ିଂ ଟିକେ ଚିନି ପକାଇବେ, ଟିକେ ମିଠା କରିବେ। ତାପରେ ଯେହେତୁ ଆମେ ମଲାଇ ଲସ୍ସି ବନଉଛେ, ଆପଣମାନେ କ୍ଷୀରର ମଲାଇ ତା ସହିତ ମିଶାଇବେ, ମିଶାଇକି ଗ୍ରାଇଣ୍ଡିଙ୍ଗ କରି ଆଣିବେ। ଦେଖନ୍ତୁ ବନେଇବା କେତେ ସହଜ ଆଉ ସରଳ। ତାପରେ ଦେଖନ୍ତୁ ମୁଁ 2ଟା ଗ୍ଲାସରେ ସର୍ଭ କରିଦେଲି। ସର୍ଭ କରିସାରିଲା ପରେ ଏବେ ଆପଣମାନେ ପୂର୍ବରୁ ନଡ଼ିଆକୁ କୁରିକି ରଖିଥିବେ। ଦେଖନ୍ତୁ ମୁଁ ନଡ଼ିଆ ଦେଇଦେଲି, 2ଟା ଗ୍ଲାସରେ ନଡ଼ିଆ, ଏମିତି ନଡ଼ିଆ କୁରା ଦେଇଦେଲି। ଆଉ ତାପରେ ଆପଣମାନେ ହେଉଛି ଟୁଟି ଫ୍ରୁଟି ଦେଇପାରିବେ। ଏବେ ମୁଁ ଟୁଟି ଫ୍ରୁଟି ଦେଉଛି। ତାପରେ ଆପଣମାନେ ଚେରି ଦେଇପାରିବେ। ଡେକୋରେଟ୍ ପାଇଁ ଆପଣମାନେ କାଜୁ ବାଦାମ ଉପରେ ଦେଇପାରିବେ, ଖିସମିସ୍ ଦେଇପାରିବେ। ନଡ଼ିଆକୁ ଏମିତି ଖଣ୍ଡ ଖଣ୍ଡ କାଟିକି ରଖିଥିବେ, ସେଇଟା ମଧ୍ୟ ଦେଇପାରିବେ। ମୁଁ କାଜୁ ଖିସମିସ୍ ରଖିଥିଲି କିନ୍ତୁ ଦେବା ପାଇଁ ଭୁଲିଗଲି। ଦେଖନ୍ତୁ ମୁଁ ମାର୍କେଟ ଭଳିଆ ମଲାଇ ଲସ୍ସି ବନେଇକି ରେଡ଼ି କରିଦେଇଛି, ଆଉ ଏତେ ଟେଷ୍ଟି ହୋଇଛି ଆପଣମାନେ ଜାଣି ବି ପାରିବେନି ଏଇଟା ଘରେ ବନା ହୋଇଛି ବୋଲି। କେତେ ସୁନ୍ଦର ଟେଷ୍ଟି ହୋଇଛି ଆଉ ହେଲ୍ଦି ମଧ୍ୟ ହୋଇଛି। ଆପଣମାନେ ଖରାଦିନ ସନ୍ଧ୍ୟା ସମୟରେ ଲସ୍ସି ବନେଇକି ଆପଣମାନେ ଲସ୍ସିର ଏନ୍ଜୟ ନେଇପାରିବେ। ଆଉ ଘରେ ଆପଣମାନେ ତ ଦହି ବନଉଥିବେ, ସେଇ ଦହିରେ, ଫ୍ରେଶ୍ ଦହିରେ ଆପଣମାନେ ଲସ୍ସି ବନେଇ ପାରିବେ। ଆଉ ଖଟା ଦହି ନେବେ ନାହିଁ। ଆଉ ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏଁ ଦେଖିବା ପାଇଁ ଆପଣମାନଙ୍କୁ ଅନୁରୋଧ ରହିଲା, ମଝିରୁ ଜମା ବି ସ୍କିପ୍ କରିବେ ନାହିଁ। ଯଦି ଭିଡ଼ିଓ ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେ ନାହିଁ। ଯଦି ରେସିପି ଆପଣମାନଙ୍କୁ ଭଲ ଲାଗିଲା ତାହେଲେ କମେଣ୍ଟ ସେକ୍ସନରେ ଜଣାଇବା ପାଇଁ ଆପଣମାନଙ୍କୁ ଅନୁରୋଧ ରହିଲା। ତ ରହିଲି, ନମସ୍ତେ, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଆଉ ଗୋଟିଏ ନୂଆ ଭିଡ଼ିଓ ସହିତ, ନୂଆ ରେସିପିରେ। ଥ୍ୟାଙ୍କ ୟୁ, ଟେକ୍ କେୟାର ଅଲ୍ ଅଫ୍ ୟୁ।